ଆଲୋଚନା ପାଇଁ କିଏ ଡାକିଲେ ଆଲୋଚନା କରିବା କଣ ମନା ଅଛି? ଭଲ ଜିନିଷ ପାଇଁ ଆଲୋଚନା କରିବା କଣ ଖରାପ କଥା? ଯଦି ଆଲୋଚନା ସେମିତି କରାଯିବ, ଆମକୁ ଡକାଯିବ, ଆମେ ଆଲୋଚନା କରିବା। ଭଲ ହବ କି ଖରାପ ହବ, ଯୋଉଟା ଭଲ ହବ ସେଇ ନିଷ୍ପତ୍ତି ନିଆଯିବ। ଆରେ ଭାଇ ଦେଖୁଛ ସବୁ ଦଳରେ ଖାଲି କଂଗ୍ରେସ କଥା କାହିଁ ପଚାରୁଛ? ସବୁ ଦଳରୁ ଲୋକ ଯାଉଛନ୍ତି ଆସୁଛନ୍ତି। ଆଜି କାଲି ନେତା ମାନେ ରାଜନୈତିକ ନେତା ମାନେ କଣ ଭାଷଣ ଦଉଛନ୍ତି? ମାଟି ବନ୍ଦ ନା ପାଟି ବନ୍ଦ? ପାଟିକି ଯାଅ ବଡ କେହି କହୁନାହାନ୍ତି। ମାଟି ନାଁରେ ସବୁ କଥା ଚାଲିଛି, ଦଳ ବଦଳ ଚାଲିଛି, ସବୁ ଚାଲିଛି, ଚାଲିଛି। ତେଣୁ କଂଗ୍ରେସ ଭିତରକୁ ଆସିବାକୁ କାହାକୁ ମନା, କଂଗ୍ରେସ ସହିତ ରହିବାକୁ କାହାକୁ ମନା। କିନ୍ତୁ ଯେତେବେଳେ ଯୋଉଠି ଶାସନ ଯୋଉ ଦଳ ଥାଏ ସିଆଡିକି ବେଶୀ ମୁହାନ୍ତି। ପୂର୍ବରୁ ଥରେ ନିର୍ବାଚିତ ହେଇଥିଲେ, ପୁଣି ଆଉଥରେ ଆସିଥିଲେ, ଏଥର ନ ଆସିଲେ ସିଏ କଣ ଯାଇଛନ୍ତି ସସ୍ପେଣ୍ଡ କରାଯିବ? ସେ ଆଞ୍ଚଳିକ ଦଳ ଗଢିବା ପାଇଁ ବର୍ତ୍ତମାନ ତାଙ୍କର ସେ ପ୍ରୋସେସରେ ଅଛନ୍ତି, ସେ କଣ ଆଉ ଫେରିବେ ବୋଲି ଆପଣଙ୍କର? ନାଇଁ କିଏ କହିବ? ଆଞ୍ଚଳିକ ଦଳ କରିକି କଣ ଲୋକ ଫେରିନାହାନ୍ତି? ଆଞ୍ଚଳିକ ଦଳ କରିକି ଲୋକ ଫେରିଛନ୍ତି ନା ନାଇଁ? ଡକ୍ଟର ହରକୃଷ୍ଣ ମହତାବ ଭଳିଆ ଲୋକ ଫେରିଛନ୍ତି ପରା। ନୀଳମଣି ରାଉତରାୟ ବି ଆସିଛନ୍ତି, ଡକ୍ଟର ହରକୃଷ୍ଣ ମହତାବ କିଏ ଆସୁନି? ସେଇଟା ହଉଛି ଆଜିକାଲି ଗୁରୁତ୍ୱ ନାହିଁ। ଆଦର୍ଶ ବିହୀନ ରାଜନୀତି ବର୍ତ୍ତମାନ ଚାଲିଛି। କୋଉଠି ବର୍ତ୍ତମାନ ରାଜନୀତି ତ ଆଉ ହଉନି ନା ବେପାର ଚାଲିଛି। ସେ ବେପାରରେ ଯିଏ ଆଗେଇ ଚାଲିଲା ରାଜନୀତି ଗୋଟେ ବେପାର କରିସାରିଲେଣି। ସମସ୍ତେ ବେପାର କେତେ ଦିନ ହେଇଗଲାଣି ଓଡିଶାରେ, ଭାରତ ବର୍ଷରେ ଏବେ ଚାଲିଛି। ଏଇନା ଭାରତ ବର୍ଷ ରାଜନୀତିକୁ କିଏ ନିୟନ୍ତ୍ରଣ କରୁଛି? ପୁଞ୍ଜିପତି ମାନେ ନିୟନ୍ତ୍ରଣ କରୁଛନ୍ତି, ନେତା ନିୟନ୍ତ୍ରଣ କରୁଛନ୍ତି। ବିଧାୟକ ମାନେ ଯୋଉ ଅଛନ୍ତି ସେମାନେ ଲୋକଙ୍କ ସେବା କରିବା ଅପେକ୍ଷା ମାନେ ପୁଞ୍ଜିପତିଙ୍କୁ ବେଶୀ ଧ୍ୟାନ ଦଉଛନ୍ତି। ସରକାରଙ୍କର କାର୍ଯ୍ୟକ୍ରମ ହେଲା ସେୟା। ନହେଲେ 15 ବର୍ଷ ଭିତରେ ଆଦାନୀ ଏତେ ବଡ କେମିତି ହେଇଗଲା? ତେଣୁ ସମୟ ସମୟରେ ସେମିତି ହୁଏ। ଆମେ ଏବେ ମଧ୍ୟ ଭାରତ ବର୍ଷରେ 10 କୋଟି ଲୋକ 2ଟି ମିଲ୍ ପାଉନାହାନ୍ତି। ସେ ବିଷୟ କିଛି ଚିନ୍ତା କରୁଛୁ? 10 କୋଟି ଲୋକ 2ଟା ମିଲ୍ ପାଆନ୍ତିନି, ତାଙ୍କ ପାଇଁ ଆମେ କଣ କରୁଛୁ? ସୁଭଦ୍ରା ପଇସାରେ ଦୁଃଖ ଚାଲିଯିବ? ହଁ, ମାଂସ କିଲୋ 800 ଟଙ୍କା ହେଲାଣି। ଛେଳି ଯେତେ ଅଧିକା ଉତ୍ପାଦନ ହବ ସେତେ ଭଲ। ସୁଭଦ୍ରା ପଇସାରେ ସମସ୍ତେ ଆଇଟି ରିଟର୍ନ ବି କରିସାରିଲେଣି ବୋଲି କହୁଛନ୍ତି ମ୍ୟାଡାମ। ଭଲ, ସେ ଯଦି ହେଇଥିବ ସେ ଶୁଭ ସୂଚନା। ଧନ୍ୟବାଦ ସରକାର। କେତେ ଟଙ୍କା ଦଉଛନ୍ତି ସୁଭଦ୍ରା ଯୋଜନା? ଆଇଟି ରିଟର୍ନ ହେଇଯାଉଛି। ତୁମ ଜାଣିନ କେତେ ଟଙ୍କା ଦଉଛନ୍ତି ସୁଭଦ୍ରା ଯୋଜନା? ଦଉଛନ୍ତି 50,000 ଦେବେ ପରା, କେତେ 6 ମାସରେ 10,000 ଲେଖା ଦଉଛନ୍ତି। ଦିନକୁ 28 ଟଙ୍କା ପଡୁଛି ହେଲା। 28 ଟଙ୍କା ଆଇଟି ରିଟର୍ନ ହେଇଯାଉଛି। ଏକାଥରେ 50,000 ଟଙ୍କା ଦେଲେ ସେଟା ଭଲ କାମରେ ଲାଗନ୍ତା। ଏ ଯୋଉ ବ୍ରେକ୍ କରିକି ଦଉଛନ୍ତି ସେଟା ଅପବ୍ୟୟ ହେଉଥିବ ବୋଲି ମୋର ଧାରଣା। ଯେ ଏକାଥରେ 50,000 ଜଣେ ମହିଳା ପାଆନ୍ତା, ତାହେଲେ ଯଦି ଛେଳି ବେପାର ଆହୁରି ଭଲ କରନ୍ତା। ମହିଳାଙ୍କୁ ସଶକ୍ତ କରିବା ପାଇଁ କାଲି କୃଷ୍ଣଚନ୍ଦ୍ର ମହାପାତ୍ର କହିଲେ ମହିଳାମାନେ ସିଟି ବସ୍ ଚଲେଇବେ, ମହିଳାମାନେ ଆମ ବସ୍ ଚଲେଇବେ। ଖରାପ କଣ? ଚଲୁନାହାନ୍ତି। ଭୁବନେଶ୍ୱର ସହରରେ କଣ ଝିଅ ମାନେ କାର ଚଲେଇକି ଆମ ଦେଖୁନାହାନ୍ତି? ଅନ୍ୟାନ୍ୟ ରାଜ୍ୟରେ ତ ମୁଁ ଦେଖିଛି ଟ୍ୟାକ୍ସି ସବୁ ଝିଅ ମାନେ ଚଲାନ୍ତି। ତେଣୁ ଆମ ରାଜ୍ୟରେ ଯଦି ଚଲେଇଲେ ଭଲ କଥା ଟିକେ କହିବେ। ଟ୍ୟାକ୍ସି ଚଲେଇବା ବସ୍ ଚଲେଇବା ପାର୍ଥକ୍ୟ ନାହିଁ। ଟ୍ୟାକ୍ସି ଚଲେଇବା ବସ୍ ଚଲେଇବା ପାର୍ଥକ୍ୟ ନାହିଁ। ପାର୍ଥକ୍ୟ କଣ? ଗାଡି ତ ଚଲେଇବ ଆଉ କଣ? ଏମିତିରେ ବସ୍ କୁ ଜମ ବସ୍ ବୋଲି କହିଲେଣି। ଚଲେଇବେ କଣ ଏକ୍ସିଡେଣ୍ଟ କୋଉଠି ହଉନି? ଏକ୍ସିଡେଣ୍ଟ ହଉଛି। ତେଣୁ ଅସାବଧାନତା ଦୃଷ୍ଟିରୁ ଯୋଉ ଏକ୍ସିଡେଣ୍ଟ ହଉଛି ସେଗୁଡାକୁ କଣ୍ଟ୍ରୋଲ କରିବାର ଅଛି। ଏକ୍ସିଡେଣ୍ଟ ତ ହବ, ତେଣୁ ଯେତେ କମ ହବ ସେତେ ଭଲ। କୋଉ କାରଣରୁ ଏକ୍ସିଡେଣ୍ଟ ହଉଛି ତାକୁ ଯଦି ନିୟନ୍ତ୍ରଣ କରାଯାଇପାରେ ଏକ୍ସିଡେଣ୍ଟ କମିଯିବ। ତାହେଲେ ମହିଳାମାନେ ଚଲେଇବେ। ମହିଳାମାନେ ଚଲେଇବ କିଛି ଭୁଲ କଥା ନୁହଁ, ଭଲ କଥା। ଆପଣ ସ୍ୱାଗତ କରୁଛନ୍ତି? ବିଲକୁଲ ସ୍ୱାଗତ। ତାଙ୍କର ଅଧିକାର ଅଛି, ସେମାନେ ଚଲେଇଲେ କ୍ଷତି କଣ? ଚଲଉଛନ୍ତି, ସାରା ପୃଥିବୀରେ ଚଲଉଛନ୍ତି। କଣ ଏଇଟା ତୁମକୁ ନୂଆ ଲାଗୁଛି? ସାରା ପୃଥିବୀରେ ଚଲଉଛନ୍ତି। ପୃଥିବୀରେ ବସ୍ ଚଲଉନାହାନ୍ତି, ଟ୍ରେନ ଚଲଉନାହାନ୍ତି, ପ୍ଲେନ ଚଲଉନାହାନ୍ତି, ଆଉ ତାହେଲେ ଟ୍ରକ୍ ବସ୍ଟା ଚଲେଇବାର କଣ ଅସୁବିଧା ହେଲା? ଯୁଦ୍ଧ ଜାହାଜ ଚଲଉଛନ୍ତି, କଣ କ୍ଷତି ହେଲା? କଣ ଭଲ? ଗୁଡ୍ ପ୍ରପୋଜାଲ ଅଫ ଗଭର୍ଣ୍ଣମେଣ୍ଟ। ସରକାର ଯାହା କରୁଛନ୍ତି ଭଲ କରୁଛନ୍ତି। ସେଟା ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର, ସେଥିପାଇଁ ମତେ କାହିଁ ପଚାରୁଛନ୍ତି? ତାଙ୍କ ଆଭ୍ୟନ୍ତରୀଣ ବ୍ୟାପାର ସେ କେମିତି ସମାଧାନ କରିବେ, ଇଟ୍ ଇଜ ଦେୟାର ହେଡେକ୍, ନଟ୍ ମାଇ ହେଡେକ୍। ଯୋଉମାନେ ଦଳ ବିରୋଧକାରୀ ଅନ୍ୟ ଦଳକୁ ଯାଆନ୍ତି ସେ ପୁଣି ସେଇ ଦଳକୁ କରୁନାହାନ୍ତି।
अरे ସେଟା କହିଲି ତାଙ୍କ ଆଭ୍ୟନ୍ତରୀଣ ବେପାର ସେ ଯୁବକ ଲୋକଙ୍କୁ କାହିଁକି ସସ୍ପେଣ୍ଡ କଲେ କଣ କଲେ ସେ କାରଣ ସିଏ ଜାଣିଥିବେ ସେ ଯୋଉ ନିଷ୍ପତ୍ତି ନେଇଛନ୍ତି ସେ କିଛି କାରଣ ଥାଇକି ନିଷ୍ପତ୍ତି ନେଇଥାଇ ପାରନ୍ତି ସେ କଥା ମୁଁ ଜାଣିନି ସେ ବିଷୟରେ ମୋର ମତ ବ୍ୟକ୍ତ କରିବା ଠିକ। क्या आप चाहते हैं ताज़ा, स्वादिष्ट और पौष्टिक मशरूम आपके घर तक पहुंचे? तो आज ही जुड़िए कल्याणी मशरूम सेंटर के साथ। यहाँ मिलता है फार्म फ्रेश मोजो मशरूम, मुलायम पनीर, ताज़ा ग्रीन मटर, स्वीट कॉर्न और बेबी कॉर्न, सब कुछ एक ही जगह, बेहतरीन क्वालिटी के साथ। हम देते हैं होलसेल और रिटेल दोनों सुविधाएं। आज ही डिस्ट्रीब्यूटरशिप लेने के लिए कॉल करें 9337096782 या 9040091506। कल्याणी मशरूम सेंटर, ओडिशा का भरोसेमंद नाम, मोजो मशरूम और डेयरी प्रोडक्ट्स में।